ରାଜ୍ୟରେ ଘନ କୁହୁଡ଼ି ଜାରି ରହିବ। ଆସନ୍ତା 3 ଦିନ ପର୍ଯ୍ୟନ୍ତ କୁହୁଡ଼ି ପ୍ରକୋପ ଜାରି ରହିବା ସହ ଅଧିକାଂଶ ସ୍ଥାନରେ ସ୍ଥିତି ଅଣାୟତ୍ତ ହେବ। କୁହୁଡ଼ିର ମାତ୍ରା ଯଥେଷ୍ଟ ଅଧିକ ରହିବାକୁ ଥିବାରୁ ଯାନବାହନ ଚଳାଚଳରେ ଗୁରୁତର ବାଧା ସୃଷ୍ଟି ହେବାର ଆଶଙ୍କା ସୃଷ୍ଟି ହୋଇଛି। ଏବେ ବଣଭୋଜି ପାଇଁ ଲୋକେ ପର୍ଯ୍ୟଟନସ୍ଥଳୀ ମୁହାଁ ହେଉଛନ୍ତି। ଏପରି ସ୍ଥିତିରେ କୁହୁଡ଼ି ପାଇଁ ଅଘଟଣ ଘଟିବାର ଆଶଙ୍କା ଥିବାରୁ ଏହା ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖିବାକୁ ପରାମର୍ଶ ଦିଆଯାଇଛି। ପାଣିପାଗ କେନ୍ଦ୍ରର ସୂଚନାକୁ ଆଧାର କରି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ରାଜପଥରେ ଯାନବାହନ ଚଳାଚଳ ସମୟରେ ଦୁର୍ଘଟଣା ଏଡ଼ାଇବା ପାଇଁ ପୋଲିସ ପ୍ରଶାସନ ଓ ସ୍ଥାନୀୟ ପରିବହନ ବିଭାଗର କର୍ମଚାରୀ ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆଜି ରାଜ୍ୟରେ ଅନୁଭୂତ ହୋଇଥିବା ବିଭିନ୍ନ ସ୍ଥାନରେ କୁହୁଡ଼ି ଏବଂ ଦୃଶ୍ୟମାନ ଦୂରତା। ଅତି ଘନ କୁହୁଡ଼ି ରାଉରକେଲା 40 ମିଟର, ଘନ କୁହୁଡ଼ି ନୟାଗଡ଼ 60 ମିଟର, ଫୁଲବାଣୀ 80 ମିଟର, କୋରାପୁଟ 100 ମିଟର, କଟକ 100 ମିଟର। ମଧ୍ୟମ ଧରଣର କୁହୁଡ଼ି ଭୁବନେଶ୍ୱର 400 ମିଟର, ଅନୁଗୁଳ 200 ମିଟର, ଢେଙ୍କାନାଳ 200 ମିଟର, ଖୋର୍ଦ୍ଧା 200 ମିଟର, ଭବାନୀପାଟଣା 200 ମିଟର। ହାଲୁକା କୁହୁଡ଼ି ପାରାଦୀପ 700 ମିଟର, ସମ୍ବଲପୁର 900 ମିଟର। ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ ଶୁକ୍ରବାର ରାତିରୁ ଶନିବାର ସକାଳ ମଧ୍ୟରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା ଓ କୋରାପୁଟ ଆଦି ଜିଲ୍ଲାରେ ଘନ କୁହୁଡ଼ି ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି।